ବାମପନ୍ଥୀ ଲୋକ ଷ୍ଟ୍ରାଇକ୍ କଲେ ଆପଣ ଦେଖିବେ ମେଞ୍ଚା ମେଞ୍ଚା ଲୋକ ମାଷ୍ଟର କ୍ୟାଣ୍ଟିନ୍ କୋଉଠୁ ଆସନ୍ତି? ଆପଣ ଯୋଉ ଉଲ୍ଲେଖ କଲେ 10 ବର୍ଷ ପୂର୍ବରୁ ଭାଙ୍ଗିବାର ଥିଲା, ହଁ 10 ବର୍ଷ ଲାଗିଗଲା। ନିହାତି ଏଥିରେ ପ୍ରତିପତ୍ତିଶାଳୀ ଲୋକମାନଙ୍କର ହାତ ଥିବ। ସେଠି କୋଉ କୋଉ ମାନଙ୍କର ଘର ଅଛି? କହୁଛି 7th ବାଟାଲିୟନରେ କିଛି ପୋଲିସ ଅଫିସର ଅଛନ୍ତି, ତାଙ୍କର ସେଠି ଘର ଅଛି। ଅଫିସରଙ୍କର ସେକ୍ରେଟେରିଏଟରେ କିଛି ଲୋକ ଅଛନ୍ତି, ତାଙ୍କର ସେଠି ଘର ଅଛି। ମାନେ ସରକାରୀ ଚାକିରି ସେଠି ଘର ଅଛି। କିଛି କର୍ପୋରେଟରଙ୍କର ସେଠି ଘର ଅଛି। ନୂଆପଲ୍ଲୀର ଯୋଉମାନେ ପ୍ରତିପତ୍ତିଶୀଳ ଲୋକ, ଦାମିକିଆ ଲୋକ, ତାଙ୍କର ସେଠି ଘର ଅଛି। ବରମୁଣ୍ଡାର କିଛି ଲୋକଙ୍କର ଘର ଅଛି, ବହୁତ ଲୋକଙ୍କ ଘର ଅଛି। ତାପରେ ଲୋକ ବି ଦରକାର। ଯଦି ସବୁ ଯାକ ଶିକ୍ଷିତ ଲୋକ ଗୋଟେ ଦଳକୁ ଭୋଟ ଦେବେ, ତାହେଲେ ଆମକୁ ତାହେଲେ ଭୋଟ ଦବ କିଏ? ତେଣୁ ଏ ଲୋକ ରହିବା ଦରକାର। ସେମାନଙ୍କୁ ଆଇଡେଣ୍ଟିଫାଇ କରାଗଲାଣି? ନାଇଁ, ଦେଖନ୍ତୁ ଆଇଡେଣ୍ଟିଫାଏ କେବଳ ରହିଯାଇଛି ଆପଣଙ୍କର ଯୋଉ ସେକୁଲାର ଶବ୍ଦଟି। ନହେଲେ ଆପଣ ଯୋଉ ମାନଙ୍କ ନାଁରେ ଘର ଅଛି ସେମାନେ ଯଦି ସରକାରୀ କର୍ମଚାରୀ ହେଇଥିବେ ତାହେଲେ ତାଙ୍କ ଉପରେ ତ ଦୃଢ କାର୍ଯ୍ୟାନୁଷ୍ଠାନ ହବା କଥା। ଏତେ ବର୍ଷ ଧରି ସେମାନେ ଗୋଟେ ଏନକ୍ରୋଚମେଣ୍ଟ କରିଛନ୍ତି, ଅପରାଧିକ। ସେଟା ଜଙ୍ଗଲ ଜମିଟା ଏନକ୍ରୋଚ କରାଯାଇଛି କଣ ନା, ଚଞ୍ଚଳ ରଣାଙ୍କର ମୁଁ ଷ୍ଟେଟମେଣ୍ଟ ଦେଖୁଥିଲି ଯେ ଯୋଉମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ହିଁ ମିଳିବ। ସେ ଠିକ ପଦକ୍ଷେପ ନେଇଛନ୍ତି। ଆଚ୍ଛା, କିଛି ଲୋକ କହିଲେ ଜଙ୍ଗଲ ଜମିକୁ ପୁଣି ଯୋଗ୍ୟ ହିତାଧିକାରୀ କଣ? ନାଇଁ ଦେଖନ୍ତୁ, ରହିତ କରିବା କଣ?